2026 ନିଜ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓକୁ ଆମେ କେମିତି ସର୍ଚ୍ଚରେ ଆଣିବା। ଆପଣଙ୍କ ଭିଡିଓ ଯଦି ସର୍ଚ୍ଚରେ ଯଦି ଆସିବ ନାହିଁ ତାହେଲେ କେମିତି ଅଡିଏନ୍ସ ମାନଙ୍କ ପାଖକୁ ପହଞ୍ଚି ପାରିବ, ଯାହାଦ୍ୱାରା କି ଆପଣଙ୍କର ଭିଡିଓକୁ ସେମାନେ ୱାଚ୍ କରିବେ ଏବଂ ଭଲ ଭାବରେ ଦେଖିବେ। ଆପଣମାନେ ଯଦି ସଠିକ ଉପାୟରେ ଯଦି ଭିଡିଓ ଯଦି ବନେଇବେ ନାହିଁ ବା ସଠିକ ତରିକା ଯଦି ଆପଣମାନେ ଯଦି ଜାଣିନାହାନ୍ତି ତାହେଲେ କେବେ ମଧ୍ୟ ଆପଣଙ୍କ ଭିଡିଓଟି ଭାଇରାଲ ହେବ ନାହିଁ, ଏ ସର୍ଚ୍ଚରେ ମଧ୍ୟ ଆସିବ ନାହିଁ। କିନ୍ତୁ ଜଣେ ଲୋକ କାହିଁକି ଭିଡିଓକୁ ସର୍ଚ୍ଚ କରିଥାଏ? ଯେତେବେଳେ ତାଙ୍କୁ ଇମ୍ପୋର୍ଟାଣ୍ଟ ହେଇଥାଏ ସେ ଭିଡିଓଟି, ସେଥିପାଇଁ ହିଁ ସେମାନେ ସର୍ଚ୍ଚ କରନ୍ତି। ସେ ସର୍ଚ୍ଚ କରିବା ଦ୍ୱାରା ଯଦି ଆପଣଙ୍କ ଭିଡିଓକୁ ଯଦି ସେମାନେ ଯଦି ନ ପାଆନ୍ତି ତାହେଲେ କେମିତି ଆପଣଙ୍କର ଭିଡିଓକୁ ଦେଖିବେ। ସେଥିପାଇଁ ଫ୍ରେଣ୍ଡସ୍ ଆପଣମାନେ ଚେଷ୍ଟା କରନ୍ତୁ କେମିତି ସର୍ଚ୍ଚରେ ଆଣିବେ, ବା ଏହି ଭିଡିଓକୁ ଦେଖିଲା ପରେ ଆପଣମାନେ ଭଲ ଭାବରେ ଜାଣିପାରିବେ କି କେମିତି ଆପଣମାନେ ସର୍ଚ୍ଚରେ ଆଣିବେ, ବା ସେଇ ତରିକା ଆପଣମାନଙ୍କୁ ଜଣାପଡ଼ିଯିବ। এই ভিডিওটি দেখু দেখু হি আপনারা জানিপারিবে। লাস্টରେ ତ ମୁଁ ଏମିତି ଗୋଟେ ତରିକା ବତେଇବି, ସେଇ ତରିକାକୁ ଆପଣମାନେ ଏଭଳି କଲା ପରେ ନିହାତି ଭାବରେ ଆପଣଙ୍କର ଭିଡିଓଟି ସର୍ଚ୍ଚରେ ଆସିବ। ଭିଡିଓକୁ ଆଗକୁ ବଢିବା ପୂର୍ବରୁ ମୋ ବିଷୟରେ ଟିକେ ଜାଣି ନିଅନ୍ତୁ। ମୋ ନାମ ହେଉଛି କାନୁ ମାଝୀ, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ରୁହେ ଏବଂ ଆପଣମାନଙ୍କର ଯଦି ଗୁଗଲ ଏସେନ୍ସ ପ୍ରୋବ୍ଲେମ ଯଦି ଅଛି ତାହେଲେ ନିହାତି ଭାବରେ ଆମ ସହିତ କଣ୍ଟାକ୍ଟ କରିପାରିବେ। ମୁଁ ଇନଷ୍ଟାଗ୍ରାମ ଲିଙ୍କ ମଧ୍ୟ ଦେଇଦେଉଛି ଡିସ୍କ୍ରିପସନରେ, ଯାଇକି ଆପଣମାନେ ଦେଖି ନିଅନ୍ତୁ ବା ଆପଣମାନେ ସେଇଠି କମେଣ୍ଟ କରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ନିଜ ଚ୍ୟାନେଲ ପାଇଁ ଭିଡିଓ ତ ବନାଉଛନ୍ତି, ହେଲେ କିନ୍ତୁ ଫ୍ରେଣ୍ଡସ୍ ଆପଣମାନେ ସର୍ଚ୍ଚେବଲ ଟପିକର ଭିଡିଓ ବନାନ୍ତୁ, ଯାହାଦ୍ୱାରା କି ଆପଣଙ୍କର ଭିଡିଓକୁ ସର୍ଚ୍ଚ କରିବେ ଆପଣଙ୍କର ଅଡିଏନ୍ସ ମାନେ, ଆପଣଙ୍କର ସବସ୍କ୍ରାଇବର ମାନେ ହୁଅନ୍ତୁ ବା ନୂଆ ଅଡିଏନ୍ସ ମାନେ ମଧ୍ୟ ହୁଅନ୍ତୁ। ସେଥିପାଇଁ ଚେଷ୍ଟା କରନ୍ତୁ କି ଯେଉଁ ଭିଡିଓକୁ ଅଧିକ ସର୍ଚ୍ଚ କରୁଛନ୍ତି ସେ ଭିଡିଓ ହିଁ ବନାନ୍ତୁ। ଭିଡିଓର ଟାଇଟଲ ସର୍ଚ୍ଚେବଲ ଦିଅନ୍ତୁ, ଯାହାଦ୍ୱାରା କି ଜଣେ ଲୋକ ଯଦି ସର୍ଚ୍ଚ ଯଦି କରୁଛି ତାହେଲେ ଆପଣଙ୍କର ଭିଡିଓଟି ସର୍ବପ୍ରଥମେ ପହଞ୍ଚି ପାରିବ, ଯାହାଦ୍ୱାରା କି ସେମାନେ ଆପଣଙ୍କର ଭିଡିଓକୁ ମଧ୍ୟ ଦେଖିବେ। ଏବଂ ଟାଇଟଲ ଏବଂ ଡିସ୍କ୍ରିପସନ ତାପରେ ଆପଣମାନେ ଟ୍ୟାଗ ମଧ୍ୟ ସର୍ଚ୍ଚେବଲ ଟପିକରେ ଦିଅନ୍ତୁ। ଭିଡିଓ ରିଲେଟେଡ ହିଁ ଆପଣମାନେ ଟ୍ୟାଗ ଏବଂ ହ୍ୟାଶଟ୍ୟାଗ ଦିଅନ୍ତୁ, ଯାହାଦ୍ୱାରା କି ଜଣେ ଲୋକ ଯଦି ସର୍ଚ୍ଚ ଯଦି କରିବ ତାହେଲେ ଆପଣଙ୍କର ଭିଡିଓଟି ସର୍ବପ୍ରଥମେ ତାକୁ ଶୋ ହେବ। ତାପରେ ଆପଣମାନେ ଏ ସବୁ ଯଦି ଦଉଛନ୍ତି ତାପରେ ବି ଯଦି ଆପଣଙ୍କର ଭିଡିଓ ଯଦି ସର୍ଚ୍ଚରେ ଯଦି ଆସୁନାହିଁ ତାହେଲେ ଆଉ ଗୋଟେ ଉପାୟ ଅଛି, ଯାହାକି ମେନ୍ ଉପାୟ। ଆପଣମାନେ ଏହି ଉପାୟଟି କଲା ପରେ ଆପଣଙ୍କର ଭିଡିଓଟି ନିହାତି ଭାବରେ ସର୍ଚ୍ଚରେ ଆସିଯିବ, ଯାହାକି ମୁଁ ଫାଷ୍ଟ ମଧ୍ୟ କହିଥିଲି କି ଆପଣମାନଙ୍କୁ ଏହି ଉପାୟ କଲା ପରେ ନିହାତି ଭାବରେ ଆପଣଙ୍କର ଭିଡିଓଟି ସର୍ଚ୍ଚରେ ଆସିଯିବ। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ମୋବାଇଲ ସ୍କ୍ରିନକୁ ଯିବା। ଚାଲନ୍ତୁ କ୍ରୋମ୍ ବ୍ରାଉଜରକୁ ଓପନ କରିନେବା ଏବଂ ସର୍ଚ୍ଚ ବାରରେ ୱାଇଟି ଷ୍ଟୁଡିଓ ସର୍ଚ୍ଚ କରି ନିଅନ୍ତୁ। ମୁଁ ମଧ୍ୟ ସର୍ଚ୍ଚ କରି ନେଉଛି। ଯେମିତି ସର୍ଚ୍ଚ କରିଦେବେ ଏମିତି ଆସିଯିବ ଏବଂ ଦେଖିପାରୁଥିବେ ୟୁଟ୍ୟୁବ ଷ୍ଟୁଡିଓ ଲେଖା ହେଇଛି। ଏବେ ଆମେ ଡେସ୍କଟପ୍ ସାଇଜରେ କରିନେବା। ଆପଣମାନେ ଦେଖିପାରୁଥିବେ ସମସ୍ତଙ୍କ ଉପରେ ରାଇଟ୍ ସାଇଡ୍ରେ 3 ଡଟ୍ ଅପସନ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଅପସନ୍ରେ ଆପଣମାନେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦେଖିପାରୁଥିବେ ଡେସ୍କଟପ୍ ସାଇଜ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଡେସ୍କଟପ୍ ସାଇଜ୍ରେ କ୍ଲିକ୍ କରି ନେବେ ବା ଗୋଟେ ବକ୍ସ ମଧ୍ୟ ଅଛି ଏଇଠି ଦେଖନ୍ତୁ। ଏଇଠି ଟିପ୍ ଚିହ୍ନଟି ଦେଇ ଦିଅନ୍ତୁ। ମୁଁ ମଧ୍ୟ ଦେଇ ଦେଉଛି। ଏହି ୟୁଟ୍ୟୁବ ଷ୍ଟୁଡିଓ ତଳରେ ଲଗଇନ୍ର ଅପସନ୍ଟି ଥିବ, ସେ ଲଗଇନ୍ର ଅପସନ୍ରେ ଆପଣମାନେ କ୍ଲିକ୍ କରି ନେବେ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି ଲଗଇନ୍ର ଅପସନ୍ରେ କ୍ଲିକ୍ କରିବେ ଆପଣଙ୍କର ଏମିତି ଖୋଲିଯିବ ଡେସ୍କଟପ୍ ସାଇଜ୍ରେ। ତାପରେ ଦେଖିପାରୁଥିବେ ଲେଫ୍ଟ ସାଇଡ୍ରେ ଗୋଟେ ସେଟିଂ ଅଛି, ଏ ସେଟିଂ ଉପରେ କ୍ଲିକ୍ କରି ନିଅନ୍ତୁ। ଆପଣମାନଙ୍କୁ ମୁଁ ଟିକେ ଜୁମ୍ କରି ଦେଖାଇ ଦେଉଛି। ଏହି ଜାଗାରେ ଦେଖନ୍ତୁ, ଏହି ସେଟିଂ ଉପରେ କ୍ଲିକ୍ କରି ନିଅନ୍ତୁ। ଏଇଠି ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଏମିତି ଆସିଯିବ। ଦେଖିପାରୁଥିବେ ଜେନେରାଲ ଅଛି, ଚ୍ୟାନେଲ ଅଛି, ଅପଲୋଡ ଡିଫଲ୍ଟ ଅଛି, ଆଡ୍ କ୍ୟାଟେଗୋରିଜ ଅଛି। ଆପଣମାନେ ଏହି ଚ୍ୟାନେଲ ଉପରେ କ୍ଲିକ୍ କରି ନିଅନ୍ତୁ। ଏଇଠି ଦେଖନ୍ତୁ, ଏହି ଚ୍ୟାନେଲ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଏମିତି ଆସିଯିବ। ଦେଖିପାରୁଥିବେ ଏଇଠି ବେସିକ୍ ଇନଫୋ ଅଛି, ଆଡଭାନ୍ସ ସେଟିଂ ଅଛି, ଫିଚର ଇଜିବିଲିଟି ଅଛି। ତାପରେ ତଳରେ ଗୋଟେ ବକ୍ସ ରହିଛି, କଣ୍ଟ୍ରି ଅଫ୍ ରେସିଡେନ୍ସ ଅଛି। ଏହି ଜାଗାରେ ଦେଖନ୍ତୁ ଏବଂ ଇଣ୍ଡିଆ ସିଲେକ୍ଟ ହେଇକି ଅଛି ଏବଂ ତା ତଳରେ ଦେଖିପାରୁଥିବେ କିୱାର୍ଡସ୍ ଅଛି। ଏହି ଜାଗାରେ ଦେଖନ୍ତୁ ବହୁତ ଗୁଡ଼ିଏ କିୱାର୍ଡ ମଧ୍ୟ ମୁଁ ଦେଇକି ରଖିଛି। ଏହି ଜାଗାରେ ଯଦି ଆପଣମାନେ ଯଦି କିଛି ବି ଯଦି କିୱାର୍ଡ ଯଦି ଦେଇନାହାନ୍ତି ତାହେଲେ ଆପଣମାନେ ନିହାତି ଭାବରେ ଦେବାକୁ ପଡ଼ିବ। ତାପରେ ହିଁ ଆପଣଙ୍କର ଭିଡ଼ିଓଟି ସର୍ଚ୍ଚରେ ଆସିବ ଏବଂ ଆପଣଙ୍କ ଚ୍ୟାନେଲଟି ମଧ୍ୟ ସର୍ଚ୍ଚରେ ଆସିବ। ବହୁତ ଗୁଡ଼ିଏ ୟୁଟ୍ୟୁବର ମାନେ ଏହି ଜାଗାରେ କେବଳ ତାଙ୍କର ଚ୍ୟାନେଲର ନାମଟି ହିଁ ଦେଇ ଦିଅନ୍ତି, ସେଥିପାଇଁ କେବଳ ତାଙ୍କ ଚ୍ୟାନେଲଟି ହିଁ କେବଳ ସର୍ଚ୍ଚରେ ଆସେ ଏବଂ ତାଙ୍କ ଭିଡ଼ିଓଟି ସର୍ଚ୍ଚରେ ଆସେ ନାହିଁ। କେମିତି ସର୍ଚ୍ଚରେ ଆଣିବେ ଆପଣମାନଙ୍କୁ ମୁଁ କହିଦେଉଛି। ଯେଉଁ ଭିଡ଼ିଓଟି ଅପଲୋଡ଼ କରିବେ ଏବଂ ପବ୍ଲିଶ କରିବେ ସେ ଭିଡ଼ିଓର ଟାଇଟଲକୁ ଆପଣମାନେ ଏହି ଜାଗାରେ ପେଷ୍ଟ କରିଦେବେ ବା ଲେଖିବେ, ଯାହାଦ୍ୱାରା କି ଆପଣଙ୍କର ସେହି ଭିଡ଼ିଓକୁ ଯେତେବେଳେ ସର୍ଚ୍ଚ କରିବେ ସାଙ୍ଗେ ସାଙ୍ଗେ ଆପଣଙ୍କର ଭିଡ଼ିଓଟି ଶୋ ହେବ, ଯେଉଁମାନେ କି ଆପଣଙ୍କର ଭିଡ଼ିଓକୁ ସର୍ଚ୍ଚ କରିବେ। ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ ନିହାତି ଭାବରେ ଏହି କିୱାର୍ଡରେ ଆପଣମାନେ ସେ ଟାଇଟଲଟିକୁ ଆଣିକି ଲେଖନ୍ତୁ।
ଯାହାକି ବହୁତ ଗୁଡ଼ିଏ ୟୁଟ୍ୟୁବର ମାନେ ମଧ୍ୟ ଏମିତି ଟ୍ରିକ୍କୁ ଆପ୍ଲାଏ କରିକି ତାଙ୍କ ଭିଡ଼ିଓଟିକୁ ଭାଇରାଲ ମଧ୍ୟ କରୁଛନ୍ତି। ସେମିତି ଆପଣମାନେ ମଧ୍ୟ ସର୍ଚ୍ଚରେ ଆଣିପାରିବେ ଆପଣଙ୍କର ଭିଡ଼ିଓକୁ। ଏହି ବକ୍ସ ଉପରେ ଆପଣମାନେ କ୍ଲିକ୍ କରି ନେବେ। ଏମିତି କ୍ଲିକ୍ କରିସାରିଲା ପରେ ଚାଲନ୍ତୁ ଏବେ ଆମେ ଲେଖିବା, ମୁଁ କିୱାର୍ଡ଼ ଲେଖୁଛି କେମିତି ୟୁଟ୍ୟୁବର ବନିବା। ଏମିତି ଆପଣମାନେ କିୱାର୍ଡ଼ଟି ଲେଖି ସାରିଲା ପରେ ଏଣ୍ଟର କରିଦେବେ, ଯାହାଦ୍ୱାରା କି କିୱାର୍ଡ଼ ହେଇଯିବ। ଦେଖିପାରୁଥିବେ କିୱାର୍ଡ଼ଟି ହେଇଗଲା। ତାପରେ ଆପଣମାନେ ଲେଖି ସାରିଲା ପରେ ଦେଖିପାରୁଥିବେ ସମସ୍ତଙ୍କ ତଳରେ ସେଭ୍ ଏବଂ କ୍ୟାନସେଲର ଅପସନଟି ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ସେଭ୍ ଉପରେ ଆପଣମାନେ କ୍ଲିକ୍ କରି ନେବେ, ଯାହାଦ୍ୱାରା କି ଆପଣଙ୍କର କିୱାର୍ଡ଼ଟି ସେଭ୍ ହେଇଯିବ। ଆପଣଙ୍କର ସେଇ ଭିଡ଼ିଓଟି କିଛି ଦିନ ମଧ୍ୟରେ ସର୍ଚ୍ଚରେ ଆସିଯିବ। ଆପଣମାନେ ଏହି ବକ୍ସ ଭିତରେ କିୱାର୍ଡ଼ କେବଳ 500ଟି ୱାର୍ଡ଼ରେ ହିଁ କିୱାର୍ଡ଼ଟି ଦେଇପାରିବେ, ତାଠୁ ଅଧିକ ୟୁଜ୍ କରିପାରିବେ ନାହିଁ, ଯାହାକି ସଫା ସଫା ମଧ୍ୟ ଲେଖା ହେଇଛି। ଏହି ଜାଗାରେ ଦେଖନ୍ତୁ। ଚାଲନ୍ତୁ ଏବେ ଆମେ ସେଭ୍ କରିକି ଯିବା। ଏହି ଭିଡ଼ିଓରେ ଭଲ ଭାବରେ ଜାଣିପାରିଲେ କି କେମିତି ଆପଣଙ୍କର ଭିଡ଼ିଓକୁ ସର୍ଚ୍ଚରେ ଆଣିବେ ବା କେମିତି ଯାହାକି କେଉଁ ତରିକାକୁ ଆପଣମାନେ ଆପ୍ଲାଏ କରିକି ସର୍ଚ୍ଚରେ ଆଣିବେ, ଯାହାକି ଆପଣମାନେ ଭଲ ଭାବରେ ଜାଣିପାରିଲେ। ଭିଡ଼ିଓ ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ସେମାନେ ମଧ୍ୟ ଏହିଟିକୁ ଆପ୍ଲାଏ କରିକି ତାଙ୍କ ଭିଡ଼ିଓଟିକୁ ସର୍ଚ୍ଚରେ ଆଣିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଏବେ ଆମେ ନେକ୍ସଟ ଭିଡ଼ିଓରେ ଦେଖା ହେବା।